ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଘରେ ଘରେ ବ୍ୟବହାର ହେଉଥିବା ଇଣ୍ଟରନେଟ କେଉଁଭଳି ଭାବରେ ଆସିଥିଲା ଆମ ପାଖକୁ, ତାର ଇନଭେନସନ କେବେ ଆରମ୍ଭ ହୋଇଥିଲା, ଆଉ କିଏ କିଏ ତା ଭିତରେ ଯୋଗଦାନ କରିଥିଲେ ଆଜିର ଭିଡିଓରେ ଜାଣିବା। ଇଣ୍ଟରନେଟର ଉଦ୍ଭାବନ ଏକ ଜଟିଳ ପ୍ରକ୍ରିୟା ଯାହା ଅନେକ ଗୁରୁତ୍ୱପୂର୍ଣ୍ଣ ତାରିଖ ସହିତ ଏକ ସାମରିକ ଏବଂ ଶୈକ୍ଷିକ ଗବେଷଣା ନେଟୱାର୍କରୁ ବିକଶିତ ହୋଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହେଉଛି 1969 ଆର୍ପାନେଟ୍ର ଜନ୍ମ। ଆଧୁନିକ ଇଣ୍ଟରନେଟର ସିଧାସଳଖ ଅଗ୍ରଦୂତ ଥିଲା ଆର୍ପାନେଟ୍, ଯାହା ଆମେରିକାର ପ୍ରତିରକ୍ଷା ବିଭାଗ ଦ୍ୱାରା ପ୍ରତିଷ୍ଠିତ ହୋଇଥିଲା। ଏହି ନେଟୱାର୍କ ମାଧ୍ୟମରେ ପ୍ରଥମ ବାର୍ତ୍ତା 29 ଅକ୍ଟୋବର 1969ରେ ପଠାଯାଇଥିଲା, ଯାହା କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟ, ଲସ୍ ଆଞ୍ଜେଲସ୍ ଏବଂ ଷ୍ଟାନଫୋର୍ଡ ଗବେଷଣା ପ୍ରତିଷ୍ଠାନରେ କମ୍ପ୍ୟୁଟରଗୁଡ଼ିକୁ ସଂଯୋଗ କରିଥିଲା। 1983 ଇଣ୍ଟରନେଟର ଆଧିକାରିକ ଜନ୍ମଦିନ ଜାନୁଆରୀ 1, 1983କୁ ପ୍ରାୟତଃ ଇଣ୍ଟରନେଟର ଆଧିକାରିକ ଜନ୍ମଦିନ ଭାବରେ ଉଦ୍ଧୃତ କରାଯାଏ। ଏହି ସମୟରେ ଆର୍ପାନେଟ୍ ଆନୁଷ୍ଠାନିକ ଭାବରେ TCP/IP ଗ୍ରହଣ କରିଥିଲା, ନିୟମର ମୂଳ ସେଟ୍ ଯାହା ବିଭିନ୍ନ କମ୍ପ୍ୟୁଟର ନେଟୱାର୍କକୁ ପରସ୍ପର ସହିତ ଯୋଗାଯୋଗ କରିବାକୁ ଅନୁମତି ଦିଏ। ଏହା ହେଉଛି ଭାଷା ଯାହା ଆମେ ଇଣ୍ଟରନେଟ ବୋଲି କହିଥିବା ବିଶ୍ୱବ୍ୟାପୀ ନେଟୱାର୍କକୁ ପରିଭାଷିତ କରେ। ଭିଣ୍ଟ ଶେଫ୍ ଏବଂ ରବର୍ଟ କାହ୍ନାଙ୍କୁ TCP/IP ଉଦ୍ଭାବନ କରିବାର ଶ୍ରେୟ ଦିଆଯାଇଛି ଏବଂ ସେମାନଙ୍କୁ ପ୍ରାୟତଃ ଇଣ୍ଟରନେଟର ପିତା କୁହାଯାଏ। 1998ରୁ 1991 ୱାର୍ଲଡ ୱାଇଡ୍ ୱେବ୍ WWW ସାଧାରଣ ଲୋକଙ୍କ ପାଇଁ ଇଣ୍ଟରନେଟ ସୁଗମ କରିବା ପାଇଁ ବ୍ରିଟିଶ କମ୍ପ୍ୟୁଟର ବୈଜ୍ଞାନିକ ଟିମ୍ ୱାର୍ଲସ୍ଲି 1998 ମସିହାରେ CERNରେ କାର୍ଯ୍ୟ କରିବା ସମୟରେ ୱାର୍ଲଡ ୱାଇଡ୍ ୱେବ୍ ଉଦ୍ଭାବନ କରିଥିଲେ। ସେ ପ୍ରଥମ ୱେବ୍ ବ୍ରାଉଜର, ପ୍ରଥମ ୱେବ୍ ସର୍ଭର ଏବଂ ଆମେ ଏବେ ବି ବ୍ୟବହାର କରୁଥିବା ମୌଳିକ ପ୍ରୋଟୋକଲ HTML, HTTP ଏବଂ URL ବିକଶିତ କରିଥିଲେ। ୱାର୍ଲଡ ୱାଇଡ୍ ୱେବ୍ ପାଇଁ ସଫ୍ଟୱେର୍ 1991 ମସିହାରେ ଜନସାଧାରଣଙ୍କ ପାଇଁ ମୁକ୍ତ କରାଯାଇଥିଲା, ଯାହା ଏକ ଗଣ ଯୋଗାଯୋଗ ପ୍ଲାଟଫର୍ମ ଭାବରେ ଇଣ୍ଟରନେଟର ଦ୍ରୁତ ଅଭିବୃଦ୍ଧି ପାଇଁ ନେତୃତ୍ୱ ନେଇଥିଲା। ତେଣୁ 1969 ମସିହାରେ ନେଟୱାର୍କ ଆରମ୍ଭ ହୋଇଥିଲା ବେଳେ 1983 ମସିହାରେ ସ୍ଥାପତ୍ୟକୁ ମାନକୀକରଣ କରାଯାଇଥିଲା ଏବଂ ଏହା 1990 ଦଶକରେ ପ୍ରାରମ୍ଭରେ ୱାର୍ଲଡ ୱାଇଡ୍ ୱେବ୍ ସହିତ ଆଜି ଆମେ ଜାଣିଥିବା ସାର୍ବଜନୀନ ଲିଙ୍କ ସୂଚନା ପ୍ରଣାଳୀ ହୋଇଗଲା। ଭିଡ଼ିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣାଇବ। ଯଦି କିଛି କ୍ୱେଶ୍ଚିନ୍ସ ଅଛି, ଡାଉଟ୍ ଅଛି, କମେଣ୍ଟରେ ଲେଖିଦେବ, ଆନ୍ସର କରିବା। ଆଉ ଯଦି ଭଲ ଲାଗିଲା ତାହେଲେ ଭିଡ଼ିଓ ଟିକେ ଲାଇକ୍ କରିଦେବ, ଏଠି କିନ୍ତୁ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି, ଦେଖା ହବା ଆଗାମୀ ଭିଡ଼ିଓରେ। ନମସ୍କାର।